ମାର୍ଗଶିର ଗୁରୁବାର ଠାରୁ ଆରମ୍ଭ କରିଦିଅନ୍ତୁ ଏହି 7ଟି କାମ। ମାତ୍ର 21 ଗୁରୁବାର କରିଥିବେ, ଦେଖିବେ ଆପଣଙ୍କ ଜୀବନର ଚମତ୍କାର। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ କରୁଛି। ମୁଁ କାହିଁକି କହିଲି ଯେ ମାର୍ଗଶିର ଗୁରୁବାର ଠାରୁ ହିଁ ଆରମ୍ଭ କରନ୍ତୁ। ଆପଣମାନେ ଜାଣିଥିବେ ଯେ ମାର୍ଗଶିର ଗୁରୁବାର ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟର ବାର ଏବଂ ମାର୍ଗଶିର ମାସ ସବୁଠାରୁ ଶ୍ରେଷ୍ଠର ମାସ। ଏହି ମାସରେ ଲକ୍ଷ୍ମୀ ନାରାୟଣଙ୍କର ପୂଜା କରିବା ଦ୍ୱାରା ମା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୋଇଥାନ୍ତି। ଏବେ ଦର୍ଶକ ବନ୍ଧୁ, ଆଜି ଯେଉଁ ଆପଣଙ୍କୁ 7ଟି କାମ ଗୁରୁବାର ଦିନ କରିବା ପାଇଁ କହିବି, ସେହି ଗୁରୁବାର ଦିନ ଯଦି ଆପଣ ଏହି 7ଟି କାମ କରିଦିଅନ୍ତି, ଆପଣ ମାତ୍ର 16ରୁ 21ଟି ଗୁରୁବାର କରିବେ। ଯାହାର ଯେତିକି କ୍ଷମତା, ଆପଣଙ୍କୁ କୌଣସି ବ୍ରତ କରିବାର ନାହିଁ, କୌଣସି ଉପାସ କରିବାର ନାହିଁ, ବାସ୍ ଟିକେ ପୂଜା କରିବାର ଅଛି। ଯେଉଁ ନିୟମରେ ଆଜି ଆପଣଙ୍କୁ କହିବି, ସେହି ନିୟମ ପାଳନ କରିବାର ଅଛି। ମାତ୍ର 21ଟି ଗୁରୁବାର 7ଟି କାମ କରିଦିଅନ୍ତୁ, ଦେଖିବେ ଆପଣଙ୍କର ସ୍ୱାମୀଙ୍କର ଉନ୍ନତିକୁ କେହି ବି ରୋକିପାରିବେ ନାହିଁ। ଆପଣଙ୍କର ଛୁଆଙ୍କର ପାଠପଢ଼ାର ଉନ୍ନତିକୁ କେହି ବି ରୋକିପାରିବେ ନାହିଁ। ଯଦି ଆପଣଙ୍କ ଛୁଆ ପାଠପଢ଼ାରେ ମନ ଲାଗୁନାହିଁ, ଘରେ କରଜ ବଢ଼ି ବଢ଼ି ଚାଲୁଛି, କରଜ ସମସ୍ୟା ପାଇଁ ବହୁତ ଚିନ୍ତିତ ଅଛନ୍ତି, ଧନଜନିତ ସମସ୍ୟା ଯଦି ଆପଣଙ୍କୁ ବାରମ୍ବାର ଚିନ୍ତିତ କରୁଛି, ତେବେ ଏହି ଭିଡ଼ିଓଟି ଖାସ୍ ସେହି ବ୍ୟକ୍ତି ବିଶେଷଙ୍କ ପାଇଁ। ଯେତେ ରୋଜଗାର କଲେ ବି ଯଦି ଅଣ୍ଟୁ ନାହିଁ, ଯଦି ଆପଣଙ୍କର ବି ଜୀବନରେ ମାନ ସମ୍ମାନ ପାଇପାରୁନାହାନ୍ତି, ସମାଜରେ ପ୍ରତିଷ୍ଠା ପାଇପାରୁନାହାନ୍ତି, ତେବେ ଏହି ଭିଡ଼ିଓଟି ଖାସ୍ ଆପଣମାନଙ୍କ ପାଇଁ। ଧନର ଅଭାବ ଦୂର ହେବ, ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ପାଇବେ ଏବଂ ଘରୁ କଳହ ଦୂର ହେବ। ସବୁ ପ୍ରକାରର ଖୁସି ଆପଣମାନେ ପାଇବେ। ମାତ୍ର 7ଟି କାମ କରିଦିଅନ୍ତୁ। ପ୍ରତି ଗୁରୁବାରକୁ ଗୁରୁବାର ଏହି ନିୟମ ପାଳନ କରନ୍ତୁ। ଆପଣମାନେ ଦେଖିବେ ଜୀବନରେ କେତେ ବଡ଼ ଚମତ୍କାର ଆସୁଛି। କରିକି ଦେଖନ୍ତୁ। ଏହା କୌଣସି ଗୁଣିଗାରେଡ଼ି ନୁହଁ ଯେ ଆପଣ ଗୋଟିଏ ସପ୍ତାହରେ ହିଁ ଫରକ ଦେଖିପାରିବେ। ଏହାକୁ ଆପଣଙ୍କୁ ପାଖାପାଖି 21ଟି ଗୁରୁବାର କରିବା ପାଇଁ ପଡ଼ିବ। ଯଦି ଆପଣମାନେ କରିଦିଅନ୍ତି, ତାପରେ ଯଦି ଆପଣଙ୍କୁ ଭଲ ଲାଗୁଛି, ସମୟ ଅଛି ଆପଣଙ୍କ ପାଖରେ, ତାହେଲେ ଆପଣ ରେଗୁଲାର କରିବେ। ପ୍ରତି ଗୁରୁବାରକୁ ଗୁରୁବାର କରିବେ। ତା ଆଗରୁ ମୋର ପ୍ରିୟ ଦର୍ଶକ ବନ୍ଧୁକୁ ମୁଁ ଅନୁରୋଧ କରୁଛି ଯେ ଯଦି ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ନିହାତି ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରି ଭିଡ଼ିଓକୁ ଗୋଟିଏ ଲାଇକ୍ଟିଏ କରିଦିଅନ୍ତୁ ଏବଂ ଆପଣମାନେ ଥରୁଟିଏ ମୋ ଚ୍ୟାନେଲକୁ ଯାଆନ୍ତୁ। ଗୁରୁବାର ଦିନ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର କିଛି ଉପାୟ ମୋ ଭିଡ଼ିଓରେ ଅଲରେଡ଼ି ଅପଲୋଡ଼ ହୋଇସାରିଛି। ଥରୁଟିଏ ସେହି ଭିଡ଼ିଓ ସବୁକୁ ପୁଣି ଥରେ ଭିଜିଟ୍ କରିଦିଅନ୍ତୁ। ଆପଣଙ୍କର ହୁଏତ କାମରେ ଆସିପାରେ ଏବଂ ଏହି ଭିଡ଼ିଓ ପୁରା ଶେଷ ଯାଏଁ ଦେଖନ୍ତୁ। ବିଶ୍ୱାସର ସହକାରେ ଏହି ଉପାୟ କରନ୍ତୁ। ଏହା କୌଣସି ଗୁଣିଗାରେଡ଼ି କିମ୍ବା କୌଣସି ମିଥ୍ୟା କଥା ନୁହଁ। ପ୍ରଥମ କଥା, ଯଦି ଆପଣଙ୍କୁ ଟଙ୍କା ଆସୁନାହିଁ, ଘରକୁ ସଦାସର୍ବଦା ଅଭାବ ଲାଗି ରହୁଛି, ଯେତେ ରୋଜଗାର କଲେ ବି ଅଣ୍ଟୁ ନାହିଁ, ସ୍ୱାମୀଙ୍କର ଉନ୍ନତି ହେଉନାହିଁ, ଆପଣଙ୍କ ପାଖକୁ ଟଙ୍କା ଆସିବା ବ୍ଲକ୍ ହେଇଯାଉଛି, ତେବେ ଆପଣ କ'ଣ କରିବେ? ପ୍ରତି ଗୁରୁବାରକୁ ଗୁରୁବାର ଯଦି ଆପଣ ପ୍ରତିଦିନ ସକାଳୁ ଏହା ନିୟମ ପାଳନ କରିବେ, ଏହା ବହୁତ ଭଲ କଥା। ମୁଁ ତ ଆପଣଙ୍କୁ ଉପାୟ ଦେବି। ବହୁତ ଯଦି କଷ୍ଟରେ ରହୁଛନ୍ତି, ଟଙ୍କାର ଅଭାବ ଲାଗି ରହୁଛି, ପ୍ରତିଦିନ ସକାଳୁ ଯେତେବେଳେ ଉଠୁଛନ୍ତି, କିଛି ହଳଦୀ ପାଣିରେ କିଛି ହଳଦୀ ପକାଇ ଦିଅନ୍ତୁ ଏବଂ ନିଜ ମୁଖ୍ୟ ଦ୍ୱାରରେ ତାହାକୁ ଢାଳି ଦିଅନ୍ତୁ, ଛିଞ୍ଚି ଦିଅନ୍ତୁ, ତାପରେ ଝାଡ଼ୁ କରନ୍ତୁ। ପୁଣି ଆଉ ଥରେ ମୁଖ୍ୟ ଦ୍ୱାରକୁ ଯେମିତି ସଫାସୁତୁରା କରିବା କଥା, ପାଣି ଢାଳିକରି ଅଧିକ ପାଣି ଢାଳିକରି ସଫା କରିବେ ଏବଂ ନିଜ ମୁଖ୍ୟ ଦ୍ୱାରରେ କିଛି ରଙ୍ଗୋଲି ମା ଲକ୍ଷ୍ମୀଙ୍କର ପାଦ ପଦ୍ମ ଅଙ୍କନ କରିଦେବେ। ଏମିତି ଆପଣ ପ୍ରତି ଗୁରୁବାରକୁ ଗୁରୁବାର କରନ୍ତୁ କିମ୍ବା ପ୍ରତିଦିନ କରନ୍ତୁ। ମୁଁ ତ କହିବି ପ୍ରତିଦିନ କରନ୍ତୁ। ବହୁତ କମ୍ ଦିନରେ ଆପଣମାନେ ଫରକ ଦେଖିପାରିବେ। ଦ୍ୱିତୀୟରେ, ଗୁରୁବାର ଦିନ ଘରର ପ୍ରତ୍ୟେକ ସଦସ୍ୟ ଗୋଟିଏ ଚୁଟକି ହଳଦୀ ନିଜର ଗାଧୋଇବା ପାଣିରେ ପକାଇ କରି ସ୍ନାନ କରନ୍ତୁ। ନିଜ ମଥାରେ ହଳଦୀ ଏବଂ କେଶରର ତିଲକ ଲଗାନ୍ତୁ। ବିଶେଷ କରି ଛୁଆମାନଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ଗୁରୁବାର ଦିନ ନିଶ୍ଚୟ ପରିଧାନ କରନ୍ତୁ। ସେଦିନ କେବେ ବି କଳା ବୁଟ ଖାଆନ୍ତୁ ନାହିଁ। ବାସ୍ ଏତିକି କଥା। ଦେଖିବେ ଆପଣଙ୍କର ଶତ୍ରୁ ବୃଦ୍ଧି ହେବ ନାହିଁ। ଆପଣ ଯଦି ଗୁରୁବାର ଦିନ କଳା ବୁଟ ଖାଇବେ, ଆପଣଙ୍କ ଜୀବନରେ ଶତ୍ରୁ ବୃଦ୍ଧି ହେବ। ପୋଡ଼ା ଖାଦ୍ୟ ଖାଇବେ ନାହିଁ, ଏମିତିକି ରୁଟି ବି ଆପଣ ଗ୍ୟାସରେ ସେକିକରି ଖାଇବେ ନାହିଁ। ତୃତୀୟରେ, ଗୁରୁବାର ଦିନ 11ଟି ମଞ୍ଜରୀ, ତୁଳସୀର ମଞ୍ଜରୀକୁ ମାଳ କରିଦେବେ, ପ୍ରଭୁ ନାରାୟଣଙ୍କୁ ଅର୍ପଣ କରିବେ ଏବଂ ମିଶ୍ରିରେ ମଞ୍ଜରୀ ପକାଇଦେବେ ଛୋଟିଆ ଗିନାରେ
ବା ଛୋଟିଆ ବାଉଲରେ ରୂପାର ହଉ କିମ୍ବା ପିତ୍ତଳର ହଉ ଗୁରୁବାରକୁ ଗୁରୁବାର ଭଗବାନ ନାରାୟଣକୁ ଭୋଗ ଦେବେ। ପ୍ରତି ଗୁରୁବାରକୁ ଗୁରୁବାର ଛୋଟ ମିଶ୍ରିରେ ମଞ୍ଜରୀ ପକାଇ କରି ଭଗବାନ ନାରାୟଣକୁ ଭୋଗ ଦେବେ। ଏମିତି ରେଗୁଲାର କରିବେ। ତାପର ନିୟମ ଏହାଟେ ଯେ ସବୁଠାରୁ ଚମତ୍କାରୀ ଉପାୟ ଆଦି ଶଙ୍କରାଚାର୍ଯ୍ୟଙ୍କ କୃତ କନକଧାରା ସ୍ତୋତ୍ରମ୍ ଏବଂ ଶ୍ରୀ ସୂକ୍ତମ୍, ଏହାକୁ ପାଠ କରିବାର ଗୋଟିଏ ବିଧି ଅଛି। ଆପଣମାନେ ଯଦି ଏପର୍ଯ୍ୟନ୍ତ ଭିଡ଼ିଓକୁ ଅତି ଧୈର୍ଯ୍ୟର ସହକାରେ ଶୁଣିଲେଣି, ଆପଣମାନଙ୍କ ପାଖରେ ଯଦି ସମୟ ଅଛି, ପ୍ରତି ଗୁରୁବାରକୁ ଗୁରୁବାର ଯଦି ଆପଣଙ୍କ ପାଖରେ ସେତିକି ସମୟ ଅଛି, ଯଦି ଆପଣ ବହୁତ ଗରିବ ଅନୁଭବ କରୁଛନ୍ତି, ତେବେ ଗୁଗଲରୁ ଆପଣମାନେ କ'ଣ କରନ୍ତୁ, ଶ୍ରୀ ସୂକ୍ତମ୍ ଓଡ଼ିଆ PDF ଡାଉନଲୋଡ୍ ଏମିତି ମାରିଦିଅନ୍ତୁ। କନକଧାରା ସ୍ତୋତ୍ରମ୍ ଆଦି ଶଙ୍କରାଚାର୍ଯ୍ୟ ଓଡ଼ିଆ PDF ଡାଉନଲୋଡ୍ କରିଦିଅନ୍ତୁ। ଏହାକୁ ଜେରକ୍ସ କରିଦିଅନ୍ତୁ। ଗୁରୁବାର ମାର୍ଗଶିର ମାସର ଗୁରୁବାର ଅମାବାସ୍ୟା ପରେ ଶୁକ୍ଳପକ୍ଷ ଆସୁଅଛି। ସେହି ଶୁକ୍ଳପକ୍ଷର ଗୁରୁବାରେ ଶ୍ରୀ ସୂକ୍ତମ୍ ପ୍ରତି ଗୁରୁବାରକୁ ଗୁରୁବାର 16 ଥର ପାଠ କରନ୍ତୁ। ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସିବ ଯେ ଗୁରୁବାର ଦିନ ତ ବହୁତ କାମ। ସତ କଥା, କିପରି କରିବେ? ସନ୍ଧ୍ୟା ସମୟରେ ଠାକୁରଙ୍କୁ ତ ଉଠା ହେଇଯିବ। ସନ୍ଧ୍ୟା ସମୟରେ ସନ୍ଧ୍ୟା ଦୀପ ଦେଇଦେବେ, 16 ଥର ଶ୍ରୀ ସୂକ୍ତମ୍ ପାଠ କରିବେ ଏବଂ ମନେ ରଖନ୍ତୁ ଗୁରୁବାର ଦିନ ପିଆଜ ରସୁଣ ବି ଖାଇବେ ନାହିଁ। ତାହେଲେ ଯାଇ ଆପଣ ଯଦି 16 ଥର ଶ୍ରୀ ସୂକ୍ତମ୍ ପାଠ କରିବେ କାମ ଦେବ। ଘରେ ଯଦି ଶ୍ରୀଯନ୍ତ୍ର ଅଛି କିମ୍ବା ମା ଲକ୍ଷ୍ମୀଙ୍କର ଫଟୋ, ଭଗବାନ ନାରାୟଣଙ୍କର ଫଟୋ ଅଛି, ଯେତେବେଳେ ବି ପୂଜା କରିବେ ଗୋଟିଏ ଘିଅର ଦୀପ, ଧୂପକାଠି ଦେବେ, କିଛି ଭୋଗ ଲଗାଇ ଦେବେ, ଯେମିତିକି ମିଶ୍ରି ସହିତ ମଞ୍ଜରୀ ଦେଇ ଦିଅନ୍ତୁ କିମ୍ବା ମାଙ୍କୁ ବତାସା ବହୁତ ଭଲ, ଯାହାକୁ ଆମେ ଫେଣା ସାକର ବୋଲି କହୁଛେ, ଫେଣାକୁ ରୂପାର ଗିନାରେ ଫେଣା ଯଦି ମା ଲକ୍ଷ୍ମୀଙ୍କୁ ଆପଣ ଅର୍ପଣ କରିବେ ସନ୍ଧ୍ୟା ସମୟରେ ଏବଂ ଶ୍ରୀ ସୂକ୍ତମ୍ର 16 ଥର ପାଠ କରିବେ, ତେବେ ଆପଣଙ୍କ ଘରେ କେତେରୁ କେତେ ଦରିଦ୍ର ସମସ୍ୟା ଥାଉ ନା କାହିଁକି, ନିହାତି ଆପଣଙ୍କ ଘରେ ଟଙ୍କାଟେ ଯୋଡ଼ିବାର ଆରମ୍ଭ ହେବ। କେଉଁ ନା କେଉଁ ଆଡ଼ୁ ଆପଣଙ୍କ ପାଖକୁ ପଇସା ଆସିବ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଥରୁଟିଏ କରନ୍ତୁ, ନିଶ୍ଚୟ ଦେଖିବେ ଯେ ଆପଣଙ୍କ ଜୀବନରେ କେତେ ପରିବର୍ତ୍ତନ ଆସୁଛି। କରିକି ଦେଖନ୍ତୁ। 16 ଥର ଶ୍ରୀ ସୂକ୍ତମ୍ ପଢ଼ିବେ। ଯେଉଁ ସମୟରେ ପଢ଼ୁଛନ୍ତି ପ୍ରତି ଗୁରୁବାରକୁ ଗୁରୁବାର ସେହି ସମୟରେ ପଢ଼ିବେ। ଯଦି ଆପଣ ଚାହୁଁଛନ୍ତି ଯେ ଆପଣ 21 ଗୁରୁବାର ପଢ଼ିପାରିବେ ନାହିଁ, 16 ଗୁରୁବାର ପଢ଼ିପାରିବେ ନାହିଁ, ତେବେ 3ଟି ଗୁରୁବାର ପଢ଼ନ୍ତୁ କିମ୍ବା 7ଟି ଗୁରୁବାର ପଢ଼ନ୍ତୁ, 5ଟି ଗୁରୁବାର ପଢ଼ନ୍ତୁ, କିନ୍ତୁ 16 ଥର ପଢ଼ିବେ। ଏହାର ଏକ ଅଲଗା ଫାଇଦା ଅଛି। ହଳଦିଆ ରଙ୍ଗର କିମ୍ବା ଲାଲ ରଙ୍ଗର ବସ୍ତ୍ର ପରିଧାନ କରିବେ, ଲାଲ ଆସନ ବିଛାଇ ଦେବେ, ତା ଉପରେ ବସିକରି ପାଠ କରିବେ। ଏହାର ଏକ ଅଲଗା ନିୟମ ରହିଛି ଏବଂ ଯେତେବେଳେ ଏହାର ପାଠ ସରିଯିବ, ପ୍ରତିଦିନ ଆପଣ କ'ଣ କରିବେ, ଗୋଟିଏ ଥର ଲେଖେ ଶ୍ରୀ ସୂକ୍ତମ୍ କନକଧାରା ସ୍ତୋତ୍ରମ୍ ପଢ଼ିବେ। ଯେତେ ବି ଗରିବ ସମସ୍ୟା ଥାଉ ନିହାତି ଦୂର ହେବ। ଏହାକୁ କିନ୍ତୁ ମାର୍ଗଶିର ମାସର ଶୁକ୍ଳ ପକ୍ଷରେ ଯେଉଁ ଗୁରୁବାର ପଡ଼ୁଛି ସେହି ଦିନଠାରୁ ଆରମ୍ଭ କରିବେ। ପ୍ରତିଦିନର ସମୟ ଗୋଟିଏ ହେବା ଦରକାର। ତାପରେ ନିୟମ ଏହାଟେ ଯେ ନା ପ୍ରତି ଗୁରୁବାରକୁ ଗୁରୁବାର ଆପଣମାନେ କିଛି 10 ଟଙ୍କିଆ ନୋଟ୍ ନିଅନ୍ତୁ, ନିଜ ଘରେ ଏକାଠି କରି ରଖନ୍ତୁ ନିଜ ତିଜୋରିରେ। ପୁଣି ଥରେ ଗୁରୁବାର ଆସିଲା, ପୁଣି ଥରେ କିଛି 10 ଟଙ୍କିଆ ନୋଟ୍ ନିଜ ତିଜୋରିରେ ପୂର୍ବରୁ ଯେଉଁ ସାଇତି କରି ରଖିଥିଲେ ରଖିଦେବେ। ଏହାକୁ ଫୋଲ୍ଡ କରିବେ ନାହିଁ କିମ୍ବା ସରାଗାତାରେ ପକାଇବେ ନାହିଁ ବା ମନି ବ୍ୟାଙ୍କ ଗୁଲ୍ଲକରେ ପକାଇବେ ନାହିଁ। ଏହାକୁ ସିଧା କରି ରଖିବେ। ପ୍ରଥମେ ମା ଲକ୍ଷ୍ମୀଙ୍କ ପାଖରେ ରଖିବେ କିଛି ସମୟ, ଧୂପ ଦୀପ ଟିକେ ଦେଇଦେବେ ସେହି 10 ଟଙ୍କିଆ ନୋଟ୍କୁ, ପୁଣି ଥରେ ନିଜ ତିଜୋରିରେ ରଖିଦେବେ। ପୁଣି ଗୁରୁବାର ଆସିଲା, ପୁଣି ଥରେ 10 ଟଙ୍କିଆ ନୋଟ୍ ବାହାର କରିବେ କିଛି ନିଜ ଆଡ଼ୁ, ପୂର୍ବରୁ ଯେଉଁ ସାଇତି କରି ରଖିଥିଲେ ଏ ଦୁଇଟିକୁ ମିଶାଇ କରି ଲକ୍ଷ୍ମୀଙ୍କ ପାଖରେ ରଖିବେ, ମା ଲକ୍ଷ୍ମୀଙ୍କ ପାଖରେ ଧୂପ ଦୀପ ଦେବେ, ପୁଣି ସେହି 10 ଟଙ୍କିଆ ନୋଟ୍କୁ ସିଧା କରି ହିଁ ରଖିବେ, ପୁଣି ନିଜ ତିଜୋରିରେ ରଖିଦେବେ। ଏମିତି ଆପଣ ଗୋଟିଏ ବଣ୍ଡଲ କରିବେ। ଯେତେବେଳେ ଅଧିକ 10 ଟଙ୍କିଆ ନୋଟ୍ ହେଇଯିବ, ସେହି 10 ଟଙ୍କିଆ ନୋଟ୍ରେ ଆପଣ ନିଜ ପାଇଁ କିମ୍ବା ନିଜ ସ୍ୱାମୀଙ୍କ ପାଇଁ କିଛି ଖର୍ଚ୍ଚ କରିବେ। ନିଜ ପାଇଁ କିମ୍ବା ନିଜ ସ୍ୱାମୀଙ୍କ ପାଇଁ ହିଁ ଖର୍ଚ୍ଚ କରିବେ। ଭଲ ହେବ ଯଦି ନାରୀମାନେ ଶୃଙ୍ଗାର ଦ୍ରବ୍ୟ କିଛି ନିଜ ପାଇଁ କିଣି ଦିଅନ୍ତି। ଏହା ସରିଲା, ପୁଣି ଥରେ 10 ଟଙ୍କିଆ ନୋଟ୍ ରଖିବା ଆରମ୍ଭ କରିବେ। ଏହାକୁ ଗୁରୁବାର ହିଁ କରିବେ। 10 ଟଙ୍କିଆ ନୋଟ୍କୁ ଫୋଲ୍ଡ କରିବେ ନାହିଁ। ଏହି ନିୟମକୁ ପାଳନ କରନ୍ତୁ। ଦେଖିବେ ଆପଣଙ୍କ ଜୀବନରେ ନିହାତି କେଉଁ ନା କେଉଁ ଆଡ଼ୁ ଅର୍ଥ ଆସିବ, ଟଙ୍କାର ଅଭାବ ଦୂର ହେବ। ଗୁରୁବାର ଦିନ ଆଉ ଗୋଟିଏ ବିଶେଷ ଉପାୟ କହୁଛି। ଗୁରୁବାର ଦିନ ଆପଣ ମା ଲକ୍ଷ୍ମୀଙ୍କୁ ଏବଂ ନାରାୟଣଙ୍କୁ ବିଶେଷ ଭାବରେ ପୂଜାର୍ଚ୍ଚନା କରନ୍ତୁ। ଏମିତିରେ ତ ଆମକୁ ବିଷ୍ଣୁ ସହସ୍ରନାମ ପଢ଼ିବାକୁ ଆସିନଥିବ କିମ୍ବା ଯଦି ବା ଆସୁଥିବ ସମୟର ଅଭାବ ରହିଥିବ, ମୋବାଇଲରେ ଲଗାଇ ଦିଅନ୍ତୁ,
ପଞ୍ଚାମୃତରେ କିମ୍ବା କଞ୍ଚା କ୍ଷୀରରେ ହଳଦୀ ପାଣି କରି ଲକ୍ଷ୍ମୀ ନାରାୟଣଙ୍କୁ ସ୍ନାନ କରାନ୍ତୁ। ଧୂପ ଦୀପ ନୈବେଦ୍ୟ ସବୁ ଅର୍ପଣ କରନ୍ତୁ। କେବଳ ମାର୍ଗଶିର ଗୁରୁବାର ନୁହଁ, ପ୍ରତି ଗୁରୁବାର କରନ୍ତୁ। ଅତି ବିଶେଷ ଭାବରେ ତାଙ୍କର ସେବାର୍ଚ୍ଚନା କରନ୍ତୁ, ପୂଜାର୍ଚ୍ଚନା କରନ୍ତୁ ପ୍ରଭୁ ନାରାୟଣଙ୍କୁ ଏବଂ ସାଙ୍ଗରେ ବିଷ୍ଣୁ ସହସ୍ରନାମ ଲଗାଇ କରି ଏମିତି ଭଗବାନଙ୍କର ପୂଜା କରନ୍ତୁ, ଆଳତି କରନ୍ତୁ, ଧୂପ ଦୀପ ଦିଅନ୍ତୁ ଏବଂ ଦେଖିବେ କିଛି ଦିନ ଭିତରେ ଆପଣଙ୍କର ଗରିବ ସମସ୍ୟା କିପରି ଦୂର ହେଉଛି, ପ୍ରଭୁଙ୍କର ଦୟାରେ ଆପଣଙ୍କ ଜୀବନରେ କିପରି ଉନ୍ନତି ହେଉଛି। ତାପର ନିୟମ, ଓସ୍ତ ଗଛ। ଏହି କଳିଯୁଗରେ ଓସ୍ତ ଗଛ ଏବଂ କଦଳୀ ବୃକ୍ଷ ସବୁଠାରୁ, ଯାହାକୁ ଦେବବୃକ୍ଷ କୁହାଯାଏ, ସବୁଠାରୁ ଶ୍ରେଷ୍ଠ ବୃକ୍ଷ ହେଉଛି ଓସ୍ତ ବୃକ୍ଷ। ଓସ୍ତ ବୃକ୍ଷ ଏବଂ ବଟ ବୃକ୍ଷ ମିଶିକରି ଥିବ, ସେଠି ପୂଜା କରାଯାଏ। ସବୁଠାରୁ ପୁରୁଣା ବୃକ୍ଷ ଯେଉଁଠାରେ ଥିବ ସେଠାକୁ ଯିବେ। ଗୋଟିଏ ତମ୍ବା ଢାଳରେ କିଛି କଞ୍ଚା କ୍ଷୀର, ଗଙ୍ଗା ଜଳ, ମହୁ, ମିଶ୍ରି, ଚିନି ଏତକ ପକାଇବେ ଏବଂ ପୁରା ଶୁଦ୍ଧ ଜଳ ଭରି କରିଦେବେ। ଓମ୍ ଲକ୍ଷ୍ମୀ ନାରାୟଣାୟ ନମଃ କହିକରି ଓସ୍ତ ଗଛ ମୂଳେ ଅର୍ପଣ କରିବେ। ତାପରେ କ'ଣ କରିଥିବେ, ବୁଧବାର ଦିନ ରାତିରୁ ଗୋଟିଏ ଧଳା ସୂତା, ସେଥିରେ ହଳଦୀ ପାଣି ଗୁଳାଇ କରି ରାତି ସାରା ରଖିବେ। ସକାଳକୁ ତାହାକୁ ଶୁଖାଇ ଦେବେ। ଯେଉଁ ସୂତା ଆପଣ ଧରିଥିବେ, ବାନ୍ଧି କରି ରଖିଥିବେ, ସେହି ସୂତାକୁ ଆପଣ କ'ଣ କରିବେ, ଓସ୍ତ ବୃକ୍ଷ ମୂଳେ 7 ଥର ଓମ୍ ନମଃ ଭଗବତେ ବାସୁଦେବ କହିକରି ଓସ୍ତ ଗଛର ପରିକ୍ରମା କରିବେ। ପ୍ରଥମେ ଓସ୍ତ ଗଛରେ ସେହି ସୂତାକୁ ଲଗାଇଦେବେ, ତାକୁ ଧରି ଧରି 7 ଥର ପରିକ୍ରମା କରିବେ। ପରିକ୍ରମା କରିବା ପରେ ସେହି ସୂତାକୁ ସେମିତି ଗଛରେ ଚିପକାଇ କରି ଆସିବେ, ତାହାକୁ ଗଣ୍ଠି ପକାଯାଏ ନାହିଁ। ତାକୁ ଦେଖିକରି ଆପଣ ବୁଧବାର ଦିନ ରାତିରେ ସେତକ ସୂତାକୁ ହଳଦୀ ପାଣିରେ ଭିଜାଇଥିବେ। ଆପଣ ଅନୁମାନ କରିଥିବେ ଯେ ଓସ୍ତ ଗଛ କେତେ ବଡ଼, ଆପଣଙ୍କୁ 7 ଥର ପରିକ୍ରମା କରିବାକୁ ପଡ଼ିବ। ତାକୁ ଦେଖିକରି ହିଁ ସୂତାକୁ ଆପଣ ହଳଦୀ ପାଣିରେ ଭିଜାଇ କରି ରଖିବେ। ଥରୁଟିଏ କରନ୍ତୁ, ନିହାତି ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିବ। ଓସ୍ତ ଗଛର ପୂଜା ଦ୍ୱାରା କେତେ କେତେ ବଡ଼ ସମସ୍ୟା ଦୂର ହେବ। ଯଦି ଆପଣ ଶନିବାର ଦିନ ବି ଏପରି ପୂଜା କରିବେ, ବହୁତ ଭଲ ଅଟେ। ଶନିବାର ଦିନ ତ ଶନି ଦଶା ଦୂର ହୋଇଥାଏ, ସବୁ ଗ୍ରହ ଶାନ୍ତି ହୋଇଥାନ୍ତି। ତେଣୁ ଓସ୍ତ ଗଛର ପୂଜା ସକାଳ ସମୟରେ ନିଶ୍ଚୟ କରନ୍ତୁ ଏବଂ ଗୋଟିଏ ଦୀପ ଦିଅନ୍ତୁ, କିଛି ମିଶ୍ରି ଭୋଗ ବି ରଖନ୍ତୁ। ଏବଂ ତା ସହିତ କଦଳୀ ବୃକ୍ଷ, ସକାଳ ସମୟରେ ଗୋଟିଏ ତମ୍ବା ଢାଳରେ ଗୋଟିଏ କିସମିସ୍, କିଛି ହଳଦୀ ପକାଇ କରି କଦଳୀ ବୃକ୍ଷରେ ଓମ୍ ନମଃ ଭଗବତେ ବାସୁଦେବା ମନ୍ତ୍ର ଜପ କରି ଜଳ ଅର୍ପଣ କରନ୍ତୁ ଏବଂ ଦୀପ ଦିଅନ୍ତୁ, ହଳଦିଆ ଫୁଲ ଦିଅନ୍ତୁ ଏବଂ ସନ୍ଧ୍ୟା ସମୟରେ ବି ଦୀପ ଦେବା ପାଇଁ ଜମା ବି ଭୁଲନ୍ତୁ ନାହିଁ। କଦଳୀ ବୃକ୍ଷର ପୂଜା କରିବା ଦ୍ୱାରା ସ୍ୱାମୀଙ୍କର ଉନ୍ନତି ହୋଇଥାଏ, ଘରୁ କରଜ ସମସ୍ୟା ଦୂର ହୋଇଥାଏ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଏହି ସବୁ ଜିନିଷର ପୂଜା ଦ୍ୱାରା ଆପଣଙ୍କର କେତେରୁ କେତେ ବଡ଼ କରଜ ସମସ୍ୟା ଦୂର ହୋଇଥାଏ। ତା ସହିତ ପ୍ରତି ଗୁରୁବାରକୁ ଗୁରୁବାର ରୂପା ଗିନାରେ କଞ୍ଚା କ୍ଷୀର ଟିକିଏ ଓମ୍ ନମଃ ଭଗବତେ ବାସୁଦେବା କହି ମା ବୃନ୍ଦାବତୀଙ୍କ ଚଉରା ମୂଳରେ ଅର୍ପଣ କରନ୍ତୁ ଏବଂ ତାହାକୁ ନିଜ ମଥାରେ ତିଲକ ଲଗାନ୍ତୁ। ଏହି ଉପାୟ ଆପଣଙ୍କ ଜୀବନରେ ସର୍ବଶ୍ରେଷ୍ଠ ପରିବର୍ତ୍ତନ ଆଣିବ। ଯେଉଁମାନେ ଏପର୍ଯ୍ୟନ୍ତ ଅତି ଧୈର୍ଯ୍ୟର ସହକାରେ ଭିଡ଼ିଓ ଦେଖିଛନ୍ତି ସେମାନଙ୍କୁ ଅଶେଷ ଧନ୍ୟବାଦ। ଏହି ଭିଡ଼ିଓକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଏବଂ ନିଜ ଜୀବନରେ ଥରୁଟିଏ ଆପଣାଇ କରି ଦେଖନ୍ତୁ। ଯଦି ଜୀବନରେ ପରିବର୍ତ୍ତନ ନ ଆସିବ, ଆପଣ କହିବେ ଗୋଟିଏ ଥରରେ କିଛି ହେବ ନାହିଁ ଆଜ୍ଞା, 2ରୁ 3 ମାସ ଲାଗିଯିବ, କିନ୍ତୁ କଣ୍ଟିନ୍ୟୁ କରିବା ପାଇଁ ପଡ଼ିବ। ଆପଣଙ୍କର ସମୟ ଭଲ ଆସିଲେ ବି ଆପଣ ଏହାକୁ କରିବା ବନ୍ଦ କରନ୍ତୁ ନାହିଁ, ସବୁବେଳେ କରନ୍ତୁ, ନିହାତି ପରିବର୍ତ୍ତନ ଆସିବ।